ପ୍ରକ୍ରିୟା କ୍ରିୟାଶୀଳ ହୋଇଥାଏ ଲେଖ ଏବଂ ବୁଝାଅ। ପ୍ରଥମେ ଷ୍ଟିଲ୍ ବା ଆଲୁମିନିୟମ ଡେକ୍ଚି ପରିବହନ ପ୍ରଣାଳୀରେ ଉତ୍ତପ୍ତ ହୁଏ। ଷ୍ଟିଲ୍ ବା ଡେକ୍ଚିର ଯେଉଁ ଅଣୁଗୁଡ଼ିକ ଅଗ୍ନି ସଂସ୍ପର୍ଶରେ ଆସନ୍ତି ସେମାନେ ତାପ ଗ୍ରହଣ କରିବା ଫଳରେ ସେମାନଙ୍କର ଯାନ୍ତ୍ରିକ ଶକ୍ତି ବୃଦ୍ଧି ପାଏ। ତେଣୁ ଏହି ଅଣୁଗୁଡ଼ିକ ବିସ୍ଥାପିତ ନ ହୋଇ ତାଙ୍କର ମଧ୍ୟସ୍ଥାନରେ ରହି ଅଧିକ ବେଗରେ କମ୍ପିତ ହୁଅନ୍ତି। ଏହି କମ୍ପନିରତ ଅଣୁ ସେମାନଙ୍କ ପାଖ ଅଣୁକୁ କିଛି କମ୍ପନ ସଞ୍ଚରଣ କରନ୍ତି, ଫଳରେ ସମଗ୍ର ଡେକ୍ଚିଟି ଉତ୍ତପ୍ତ ହୁଏ। ଡେକ୍ଚି ମଧ୍ୟସ୍ଥ ପାଣି ପରିଚଳନ ପଦ୍ଧତିରେ ଉତ୍ତପ୍ତ ହୁଏ। ଡେକ୍ଚି ମଧ୍ୟସ୍ଥ ପାଣି ପରିଚଳନ ପଦ୍ଧତିରେ ଉତ୍ତପ୍ତ ହୁଏ। ଡେକ୍ଚି ନିମ୍ନସ୍ଥ ଜଳ ଅଣୁଗୁଡ଼ିକ ଡେକ୍ଚିରୁ ତାପ ଗ୍ରହଣ କରି ଉତ୍ତପ୍ତ ହୁଅନ୍ତି, ଫଳରେ ସେମାନଙ୍କ ଆୟତନ ବଢ଼େ ଓ ସାନ୍ଦ୍ରତା କମେ। ତେଣୁ ସେ ଅଣୁଗୁଡ଼ିକ ହାଲୁକା ହୋଇ ଉପରକୁ ଉଠେ। ଉପରୁ ଓଜନିଆ ଥଣ୍ଡା ଅଣୁ ସେ ସ୍ଥାନ ପୂରଣ କରିବା ପାଇଁ ନିମ୍ନକୁ ଖସନ୍ତି ଓ ପର ମୁହୂର୍ତ୍ତରେ ତାପ ଗ୍ରହଣ କରି ଉପରକୁ ଉଠନ୍ତି। ଏହିପରି ଭାବେ ସମଗ୍ର ଜଳ ଉତ୍ତପ୍ତ ହୋଇଯାଏ। 2 ନମ୍ବର, ଯଦି ତାପ ସଞ୍ଚରଣ ପାଇଁ ପରିବହନ ଓ ପରିଚାଳନ ଉପାୟ ପ୍ରକୃତିରେ ନଥାନ୍ତା ତେବେ ଆମର କ'ଣ କ'ଣ ଅସୁବିଧା ଓ ସୁବିଧା ହୁଅନ୍ତା? ପ୍ରତ୍ୟେକରୁ 3ଟି ଲେଖାଏଁ ଉଦାହରଣ ଦିଅ। ଅସୁବିଧା: ରୋଷେଇ କରି ଖାଇବା ସମ୍ଭବପର ହେଉନଥାନ୍ତା। ପବନ ଚଳାଚଳ ହୋଇପାରନ୍ତା ନାହିଁ। ଜଳଚକ୍ର ସମ୍ଭବପର ହୁଅନ୍ତା ନାହିଁ, ତେଣୁ ବର୍ଷା ମଧ୍ୟ ହୁଅନ୍ତା ନାହିଁ। ସୁବିଧା: ଘୂର୍ଣ୍ଣିବାତ୍ୟା ହୁଅନ୍ତା ନାହିଁ। ଘୂର୍ଣ୍ଣିବାତ୍ୟା ଆମର ଅନେକ କ୍ଷୟକ୍ଷତି କରେ। ଖଣ୍ଡିଆଭୂତ ଓ ଝଡ଼ ତୋଫାନ ମଧ୍ୟ ସମ୍ଭବପର ହୁଅନ୍ତା ନାହିଁ। ଗ୍ରୀଷ୍ମଦିନେ ଅଂଶୁଘାତ ହେବାର ଭୟ ନଥାନ୍ତା। 3 ନମ୍ବର, ଗ୍ରୀଷ୍ମ ଋତୁରେ ଖରାବେଳେ କଳାକନା ନା ଧଳାକନାରେ ତିଆରି ଛତା ବ୍ୟବହାର କରିବା ଉପଯୁକ୍ତ ହେବ, ବୁଝାଅ। ଗ୍ରୀଷ୍ମ ଋତୁରେ ଖରାବେଳେ କଳାକନା ତିଆରି ଛତା ବ୍ୟବହାର କଲେ ଏହା ତାପମାତ୍ରାକୁ ଶୋଷି ନିଏ, କିନ୍ତୁ କିଛି ସମୟ ପରେ ଏହା ଶୋଷିତ ତାପକୁ ବିକିରଣ କରେ, ତେଣୁ ଆମକୁ ଗରମ ଅନୁଭୂତ ହୁଏ। ଧଳାକନା ତିଆରି ଛତା ବ୍ୟବହାର କଲେ ତାହା ସୂର୍ଯ୍ୟ କିରଣକୁ ପ୍ରତିଫଳନ କରିଦିଏ, ତେଣୁ ଶୀଘ୍ର ତାତିଯାଏ ନାହିଁ। ତେଣୁ ଧଳାକନା ଛତା ବ୍ୟବହାର କରିବା ଭଲ। 4 ନମ୍ବର, ଜ୍ୱର ତାପମାନ ଯନ୍ତ୍ର ଓ ପରୀକ୍ଷାଗାର ତାପମାନ ଯନ୍ତ୍ର ମଧ୍ୟରେ ଥିବା 2ଟି ସାମଞ୍ଜସ୍ୟ ଓ 2ଟି ପାର୍ଥକ୍ୟ ଲେଖ। ଉଭୟ ତାପମାନ ଯନ୍ତ୍ରରେ ପାରଦକୁ ତାପମାନୀୟ ପଦାର୍ଥ ରୂପେ ବ୍ୟବହାର କରାଯାଏ। ଉଭୟ ତାପମାନ ଯନ୍ତ୍ର ଅଂଶାଙ୍କିତ ହୋଇଥାଏ। ଜ୍ୱର ତାପମାନ ଯନ୍ତ୍ର: ଏହାର ଲମ୍ବ ପ୍ରାୟ 10 ସେଣ୍ଟିମିଟର। ତାପମାନ ଯନ୍ତ୍ରକୁ କାଖ ତଳେ ବା ଜିଭ ତଳେ 2 ରୁ 3 ମିନିଟ୍ ରଖି ପଦାକୁ ଆଣି ଶରୀରର ତାପମାତ୍ରା ମାପି ହୁଏ। ପରୀକ୍ଷାଗାର ତାପମାନ ଯନ୍ତ୍ର: ଏହାର ଲମ୍ବ ପ୍ରାୟ 30 ସେଣ୍ଟିମିଟର। ଏହି ତାପମାନ ଯନ୍ତ୍ରକୁ ବାହାରକୁ ଆଣିଲେ ପାରଦ ସ୍ତମ୍ଭର ଉଚ୍ଚତା କମିଯାଏ, ତେଣୁ ତାପମାତ୍ରା ଜାଣି ହୁଏ ନାହିଁ। କେବଳ ବସ୍ତୁ ସହ ଲାଗି କରିଥିବାବେଳେ ତାହା ବସ୍ତୁର ଉଷ୍ଣତା ମାପିଥାଏ। 5 ନମ୍ବର, ଶୀତଦିନେ ତୁମକୁ ଗୋଟିଏ ମୋଟା କମ୍ବଳ ବା 2ଟି ପତଳା କମ୍ବଳ ଯୋଖି ଘୋଡ଼ି ଦେବାକୁ ବିକଳ୍ପ ଦିଆଗଲା। ତୁମେ କେଉଁଟି ଓ କାହିଁକି ବାଛିବ, ଲେଖ। ମୋଟା କମ୍ବଳକୁ ଶୀତଦିନେ ବ୍ୟବହାର କରିବା ପାଇଁ ବାଛିବୁ। ମୋଟା କମ୍ବଳଟି ତାପ କୁପରିବାହୀ। ଶୀତଦିନେ ଶରୀରର ତାପମାତ୍ରା ପରିବେଶର ତାପମାତ୍ରାଠାରୁ ଅଧିକ। ମୋଟା କମ୍ବଳଟି ଶରୀରର ତାପକୁ ପରିବେଶକୁ ସଞ୍ଚାରିତ ହେବାକୁ ଦିଏ ନାହିଁ। ଏହା ବ୍ୟତୀତ ଏହା ମଧ୍ୟରେ ଥିବା ବାୟୁକଣିକାଗୁଡ଼ିକ ମଧ୍ୟ ତାପ କୁପରିବାହୀ। ମାତ୍ର 2ଟି ପତଳା କମ୍ବଳ ମଧ୍ୟରେ କିଛି ବାୟୁ କଣିକା ଥାଏ। ଏହି ବାୟୁକଣିକାଗୁଡ଼ିକ ତାପ କୁପରିବାହୀ ନୁହନ୍ତି, ତେଣୁ ପତଳା କମ୍ବଳ 2ଟିରେ ତାପ ସଞ୍ଚାରିତ ହୋଇଯିବ, ତେଣୁ କିଛି ସମୟ ପରେ ଶୀତ ଅନୁଭୂତ ହୁଏ। 6 ନମ୍ବର, ବହିରେ ଦିଆଯାଇଥିବା ଉଦାହରଣ ବ୍ୟତୀତ ତାପ ସୁପରିବାହୀ ଓ ତାପ କୁପରିବାହୀ 2ଟି ଲେଖାଏଁ ପଦାର୍ଥର ନାମ ଲେଖ। ତାପ ସୁପରିବାହୀ ପଦାର୍ଥ ହେଲା କଂସା, ପିତ୍ତଳ। ତାପ କୁପରିବାହୀ ପଦାର୍ଥ କାଚ, ରବର। 7 ନମ୍ବର, ଶୂନ୍ୟସ୍ଥାନ ପୂରଣ କର। କ. ଗୋଟିଏ ବସ୍ତୁର ତାପୀୟ ଅବସ୍ଥା ବସ୍ତୁର ସୂଚାଇଥାଏ।
ଗୋଟିଏ ବସ୍ତୁର ତାପୀୟ ଅବସ୍ଥା ବସ୍ତୁର ତାପମାତ୍ରା ସୂଚାଇଥାଏ। ଖ ଟକ୍ ଟକ୍ ଫୁଟୁଥିବା ପାଣିର ତାପମାତ୍ରା ଡେସ୍ ତାପମାନ ଯନ୍ତ୍ର ଦ୍ୱାରା ମପାଯାଇ ପାରିବ ନାହିଁ। ଟକ୍ ଟକ୍ ଫୁଟୁଥିବା ପାଣିର ତାପମାତ୍ରା ଜ୍ୱର ତାପମାନ ଯନ୍ତ୍ର ଦ୍ୱାରା ମପାଯାଇ ପାରିବ ନାହିଁ। ଗ ଡେସ୍ ଉପାୟରେ ତାପ ସଞ୍ଚରଣ ପାଇଁ କୌଣସି ମାଧ୍ୟମ ଦରକାର ହୁଏ ନାହିଁ। ବିକିରଣ ଉପାୟରେ ତାପ ସଞ୍ଚରଣ ପାଇଁ କୌଣସି ମାଧ୍ୟମ ଦରକାର ହୁଏ ନାହିଁ। ଘ ଡେସ୍ ରଙ୍ଗର ପୋଷାକ ଡେସ୍ ରଙ୍ଗର ପୋଷାକ ତୁଳନାରେ ଅଧିକ ତାପ ଅବଶୋଷଣ କରିପାରେ। କଳା ରଙ୍ଗର ପୋଷାକ ଧଳା ରଙ୍ଗର ପୋଷାକ ତୁଳନାରେ ଅଧିକ ତାପ ଅବଶୋଷଣ କରିପାରେ। ୱ ଗୋଟିଏ ଷ୍ଟିଲ୍ ଚାମଚ ଗରମ ପାଣିରେ ବୁଡ଼ାଇଲେ ଉଭୟଙ୍କ ଡେସ୍ ଡେସ୍ ହେଲା ଯାଏ ତାପ ପାଣିରୁ ଚାମଚକୁ ପ୍ରବାହିତ ହେବ। ଗୋଟିଏ ଷ୍ଟିଲ୍ ଚାମଚ ଗରମ ପାଣିରେ ବୁଡ଼ାଇଲେ ଉଭୟଙ୍କ ତାପମାତ୍ରା ସମାନ ହେଲା ଯାଏ ତାପ ପାଣିରୁ ଚାମଚକୁ ପ୍ରବାହିତ ହେବ। ଚ ଡେସ୍ ସ୍ଥଳ ସମୀର ସକ୍ରିୟ ହୋଇଥାଏ। ରାତିରେ ସ୍ଥଳ ସମୀର ସକ୍ରିୟ ହୋଇଥାଏ। ଛ ଡେସ୍ ରଙ୍ଗର ପୋଷାକ ଶୀତ ଋତୁରେ ପିନ୍ଧାଯାଏ। ଗାଢ଼ ରଙ୍ଗର ପୋଷାକ ଶୀତ ଋତୁରେ ପିନ୍ଧାଯାଏ। ଜ ଡେସ୍ ସମୁଦ୍ର ସମୀର ସକ୍ରିୟ ହୋଇଥାଏ। ଦିନରେ ସମୁଦ୍ର ସମୀର ସକ୍ରିୟ ହୋଇଥାଏ। ଛ ଡେସ୍ ପ୍ରକ୍ରିୟାର ପ୍ରଭାବର ଡେଭିଙ୍କ ନିରାପଦବତୀ ଏକ ଉଦାହରଣ ଅଟେ। ତାପ ପରିବହନ ପ୍ରକ୍ରିୟାର ପ୍ରଭାବ ଡେଭିଙ୍କ ନିରାପଦବତୀ ଏକ ଉଦାହରଣ ଅଟେ। 8 ନମ୍ବର 30 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଥିବା 1 ଲିଟର ପାଣି ସହିତ 50 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଥିବା 1/2 ଲିଟର ପାଣି ମିଶାଗଲା, ତେବେ ଏହି ମିଶ୍ରଣର ସର୍ବଶେଷ ତାପମାତ୍ରା କ 20 ଡିଗ୍ରୀ ସେଲସିୟସ୍ରୁ କମ୍ ହେବ, ଖ 50 ଡିଗ୍ରୀ ସେଲସିୟସ୍ରୁ ବେଶୀ ହେବ, ଗ 80 ଡିଗ୍ରୀ ସେଲସିୟସ୍ ହେବ, ଖ 30 ଡିଗ୍ରୀ ସେଲସିୟସ୍ରୁ ବେଶୀ ଓ 50 ଡିଗ୍ରୀ ସେଲସିୟସ୍ରୁ କମ୍ ହେବ। ତାହେଲେ ଉତ୍ତର ହେଲା ଘ 30 ଡିଗ୍ରୀ ସେଲସିୟସ୍ରୁ ବେଶୀ ଓ 50 ଡିଗ୍ରୀ ସେଲସିୟସ୍ରୁ କମ୍ ହେବ। 9 ନମ୍ବର 40 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଥିବା 10 ଗ୍ରାମର ଗୋଟିଏ ଲୁହା କଣ୍ଟା 40 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଥିବା 1 ଲିଟର ପାଣିରେ ପକାଇ ଦିଆଗଲା, ତେବେ କ ପାଣିରୁ ଲୁହା କଣ୍ଟାକୁ ତାପ ସଞ୍ଚରିତ ହେବ, ଖ ଲୁହା କଣ୍ଟାରୁ ପାଣିକୁ ତାପ ସଞ୍ଚରିତ ହେବ, ଗ ପାଣିରୁ ଲୁହା କଣ୍ଟାକୁ ବା ଲୁହା କଣ୍ଟାରୁ ପାଣିକୁ ତାପ ସଞ୍ଚରିତ ହେବ ନାହିଁ। ଘ ପ୍ରଥମ ଅବସ୍ଥାରେ ପାଣିରୁ ଲୁହା କଣ୍ଟାକୁ ଓ କିଛି ସମୟ ପରେ ଲୁହା କଣ୍ଟାରୁ ପାଣିକୁ ତାପ ସଞ୍ଚରିତ ହେବ। ତାହେଲେ ଉତ୍ତର ହେଲା ଗ ପାଣିରୁ ଲୁହା କଣ୍ଟାକୁ ବା ଲୁହା କଣ୍ଟାରୁ ପାଣିକୁ ତାପ ସଞ୍ଚରିତ ହେବ ନାହିଁ। 10 ନମ୍ବର ଗୋଟିଏ ପ୍ଲାଷ୍ଟିକ୍ ଚାମଚ ଆଇସ୍କ୍ରିମ୍ କପରେ ପୂରାଇଲେ ତାର ଅନ୍ୟ ପ୍ରାନ୍ତଟି କ ମୋଟେ ଶୀତଳ ହେବ ନାହିଁ, ଖ ପରିବହନ ପ୍ରକ୍ରିୟା ଯୋଗୁଁ ଶୀତଳ ହୋଇଯିବ, ଗ ପରିଚଳନ ପ୍ରକ୍ରିୟା ଯୋଗୁଁ ଶୀତଳ ହୋଇଯିବ, ଘ ବିକିରଣ ପ୍ରକ୍ରିୟା ଯୋଗୁଁ ଶୀତଳ ହୋଇଯିବ। ତାହେଲେ ଉତ୍ତର ହେଲା କ ମୋଟେ ଶୀତଳ ହେବ ନାହିଁ। 11 ନମ୍ବର ଷ୍ଟେନଲେସ୍ ଷ୍ଟିଲ୍ ପାନ୍ର ତଳ ପୃଷ୍ଠ ସାଧାରଣତଃ ତମ୍ବାରେ ତିଆରି କରାଯାଇଥାଏ, କାରଣ କ ତମ୍ବାରେ ତିଆରି ତଳ ପୃଷ୍ଠ ପାନ୍ର ସ୍ଥାୟିତ୍ୱ ବଢ଼ାଇଥାଏ, ଖ ପାନ୍ଟି ରଙ୍ଗୀନ ଓ ସୁନ୍ଦର ଦେଖାଯାଏ, ଗ ତମ୍ବା ଏକ ସୁପରିବାହୀ ଅଟେ, ଘ ଷ୍ଟେନଲେସ୍ ଷ୍ଟିଲ୍ ଅପେକ୍ଷା ତମ୍ବାର ପୃଷ୍ଠ ସହଜରେ ସଫା କରିହୁଏ। ତାହେଲେ ଉତ୍ତର ହେଲା ଗ ତମ୍ବା ଏକ ସୁପରିବାହୀ ଅଟେ। 12 ନମ୍ବର ଯେଉଁ ଜାଗାରେ ଭୀଷଣ ଖରା ହୁଏ ସେଠି କୋଠାଘରର ବାହାର କାନ୍ଥକୁ ଧଳା ରଙ୍ଗ କରାଯାଏ କାହିଁକି, ବୁଝାଅ। କୋଠାଘରର ବାହାରକୁ ଧଳା ରଙ୍ଗରେ ରଙ୍ଗାଇବା ଦ୍ୱାରା ତାହା ସୂର୍ଯ୍ୟ କିରଣକୁ ପ୍ରତିଫଳନ କରାଇଦିଏ, ତେଣୁ ତାହା ତାପ ଅବଶୋଷଣ କରେ ନାହିଁ, ତେଣୁ ଘର ଭିତରକୁ ତାହା ତାପ ବିକିରଣ କରିପାରେ ନାହିଁ, ଫଳରେ ଘର ଭିତର ଥଣ୍ଡା ରହେ। 13 ନମ୍ବର ମରୁଭୂମିର ଅଧିବାସୀମାନେ କାହିଁକି ସାଧାରଣତଃ ଧଳା ପୋଷାକ ପିନ୍ଧିଥାନ୍ତି ଓ ମୁଣ୍ଡରେ ଧଳା ପଗଡ଼ି ବାନ୍ଧିଥାନ୍ତି, ବୁଝାଅ। ମରୁଭୂମିରେ ଅତ୍ୟଧିକ ତାପ ଅନୁଭୂତ ହୁଏ, ତେଣୁ ସେଠାରେ ଅଧିକ ଗରମ ହୋଇଥାଏ। ଧଳା ରଙ୍ଗ କମ୍ ତାପ ଅବଶୋଷଣ କରୁଥିବାରୁ ଧଳା ପୋଷାକ ପିନ୍ଧିଲେ ଦେହକୁ ଆରାମ ଲାଗେ। ସେଠାକାର ଅଧିବାସୀମାନେ ଧଳା ପୋଷାକ ବ୍ୟବହାର କରିବା ଫଳରେ ତାପ ତାଙ୍କ ଶରୀର ମଧ୍ୟକୁ ପ୍ରବେଶ କରିପାରେ ନାହିଁ।
ମୁଣ୍ଡର କେଶ କଳା ହୋଇଥିବାରୁ ଅନାବୃତ ମୁଣ୍ଡ ଅଧିକ ତାପ ଅବଶୋଷଣ କରି ଯନ୍ତ୍ରଣାଦାୟକ ହୋଇପାରେ। ମୁଣ୍ଡରେ ପଗଡ଼ି ପିନ୍ଧିଲେ ତାପରୁ ରକ୍ଷା ମିଳେ, ତେଣୁ ସେମାନଙ୍କୁ ଗରମ ଅନୁଭୂତ ହୁଏ ନାହିଁ। 14 ନମ୍ବର ପୃଷ୍ଠା 81ରେ ପ୍ରଶ୍ନ 11ରେ ଥିବା ପରୀକ୍ଷାକୁ ବିଶ୍ଳେଷଣ କରି କହିପାରିବ କି କାଗଜ ସୁପରିବାହୀ ନା କୁପରିବାହୀ? ତମ୍ବା ଅଂଶରେ ଥିବା କାଗଜ ଜଳିଲା ନାହିଁ, କାଠ ଅଂଶରେ ଥିବା କାଗଜ ଜଳିଗଲା। ଯଦି କାଗଜ ତାପ ସୁପରିବାହୀ ହୋଇଥାନ୍ତା, ତେବେ କାଗଜରେ ତାପ ପରିବହନ ହୋଇଥାନ୍ତା ଓ ତମ୍ବା ତାପ ସୁପରିବାହୀ ହେତୁ ତାପ ତମ୍ବା ଅଂଶକୁ କାଗଜରୁ ପରିବାହିତ ହୋଇଥାନ୍ତା, ତେଣୁ କାଗଜ ଜଳିଯାଇ ନଥାନ୍ତା। କାଗଜ ଜଳିବା ହେତୁ ପ୍ରମାଣିତ ହେଲା ଯେ କାଗଜ ତାପ କୁପରିବାହୀ। ତାହେଲେ ପିଲାମାନେ ଷଷ୍ଠ ଅଧ୍ୟାୟର ଅଭ୍ୟାସ କାର୍ଯ୍ୟଟି ସରିଲା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, କମେଣ୍ଟ, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବନି। ଥ୍ୟାଙ୍କ ୟୁ।